ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଆମର ଥମ୍ବନେଲ୍ରେ ଯାହା ଦେଖିଲେ ତାହା କୌଣସି ରୂପରେ ଭୁଲ ନୁହେଁ କି ମିଥ୍ୟା ନୁହେଁ, କି ଏହି ଭିଡ଼ିଓ କୌଣସି ପ୍ରକାର କ୍ଲିକ୍ ବେଟ୍ ଭିଡ଼ିଓ ନୁହେଁ। ଭିଡ଼ିଓଟି ସତ୍ୟ ଅଟେ ଆଉ ଯାହା ଘଟିଯାଇଅଛି ତାହା ହିଁ ମୁଁ ଆପଣମାନଙ୍କୁ ଏ ଭିଡ଼ିଓ ଭିତରେ ମୁଁ ଜଣାଉଛି। ଯେପରି ଭିଡ଼ିଓର ଟାଇଟଲ୍ ଆପଣ ଦେଖିଲେ, ଖ୍ରୀଷ୍ଟ ବିରୋଧୀ ମୃତ୍ୟୁବରଣ କଲେ। ତେବେ ଏଇଭଳି ଘଟଣା ଦେଖିବାକୁ ମିଳିଅଛି। ତେବେ ଖ୍ରୀଷ୍ଟ ବିରୋଧୀ ମୃତ୍ୟୁବରଣ କଲେ, କାହିଁକି ମଲେ, କେମିତି ମଲେ? ତେବେ ପ୍ରିୟ ବନ୍ଧୁଗଣ, ଚାଲନ୍ତୁ ପ୍ରଥମେ ଆପଣ ସେଇ ଭିଡ଼ିଓ କ୍ଲିପ୍କୁ ଆପଣ ଦେଖିବେ। ସେ ଭିଡ଼ିଓ କ୍ଲିପ୍କୁ ମୁଁ ଆପଣଙ୍କୁ ଦେଖାଇବି ସର୍ବପ୍ରଥମେ। ତାପରେ ଆମେମାନେ এই ବିଷୟକୁ ନେଇକି ଗଭୀର ଭାବରେ ଆମେ ଗୋଟେ ବିଷୟ ଆମେମାନେ ଆଲୋଚନା କରିବା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିରୁଦ୍ଧରେ ଗଲେ କ'ଣ ହୁଏ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଲୋକମାନଙ୍କ ବିରୁଦ୍ଧରେ ଗଲେ କ'ଣ ହୁଏ, ସେ ସମସ୍ତ ବିଷୟକୁ ଆମେମାନେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ଆପଣମାନେ ଏ ଭିଡ଼ିଓ କ୍ଲିପ୍କୁ ଆପଣ ଦେଖିନିଅନ୍ତୁ, ତାପରେ ଆମେମାନେ ଆଲୋଚନା କରିବା। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ମଲାଖି ପୁସ୍ତକରେ ଗୋଟେ ବିଷୟ ଲେଖାଯାଏ, ଯଦି କେହି ତୁମକୁ ସ୍ପର୍ଶ କରେ ତେବେ ସେ ତାହାଙ୍କ ଚକ୍ଷୁର ପିତୁଳାକୁ ସ୍ପର୍ଶ କରେ। ମାନେ ଯଦି କୌଣସି ବ୍ୟକ୍ତି ଆମକୁ ସ୍ପର୍ଶ କରିବ ତେବେ ସେ ସଦାପ୍ରଭୁଙ୍କୁ ସ୍ପର୍ଶ କରିବା ସହିତ ସମାନ। କାରଣ ଆମେ এই ବିଷୟରେ ନୂତନ ନିୟମରେ ଗୋଟେ ବହୁତ ବଡ଼ ଉଦାହରଣ ଆମେମାନେ ଦେଖୁ। ଆପଣମାନେ ଜାଣିଥିବେ ସାଧୁ ପାଉଲଙ୍କ ବିଷୟରେ। ତେବେ ସାଉଲରୁ ସେ ପାଉଲ ହେଲେ। ଆଉ ସେ କ'ଣ କରୁଥିଲେ, ଯେତେବେଳେ ସ୍ତିଫାନକୁ ପଥର ମରା ହେଉଥିଲା, ଯେତେବେଳେ ମିଥ୍ୟା ସାକ୍ଷୀମାନଙ୍କୁ ଯୋଗାଡ଼ କରିକି ଆଉ ତାଙ୍କୁ ପଥର ମରା ହେଲା, ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା, ସେହି ସମୟରେ ପାଉଲ ସେଠାରେ ଥିଲେ। ଆଉ ପାଉଲ ସେ ସମସ୍ତ ବିଷୟ ଦେଖିକି ଆନନ୍ଦ ଅନୁଭବ କରୁଥିଲେ, ଖୁସି ହେଉଥିଲେ। ସେ ସ୍ତିଫାନଙ୍କର ମୃତ୍ୟୁ ଭୋଗରେ ସେ ସହମତ ଥିଲେ, ଏମିତି ବାଇବଲ ଲେଖାଯାଏ। ମାନେ ସେ ଭାବୁଥିଲେ ସ୍ତିଫାନକୁ ପ୍ରସ୍ତର ଆଘାତ କରାଗଲା, ବହୁତ ଭଲ ହେଲା। ତାପରେ ପରେ ଆମେ ଦେଖୁ ଯେ ପାଉଲ କିପରି ଗଲେ ଶାସନକର୍ତ୍ତାଙ୍କ ନିକଟକୁ, ଏକ ଅନୁମତି ପତ୍ର ମାଗିଲେ। ଅନୁମତି ପତ୍ର ମାଗିଲେ ଏବଂ ସେ କହିଲେ, ମୋତେ ଅନୁମତି ଦିଅନ୍ତୁ, ମୁଁ ଯେପରି ଖ୍ରୀଷ୍ଟିଆନ ଲୋକମାନଙ୍କୁ ତାଡ଼ନା କରିପାରିବି। ଆଉ ତାଙ୍କୁ ମଧ୍ୟ ଅନୁମତି ମିଳିଗଲା। ଆଉ ସେ ଖ୍ରୀଷ୍ଟିଆନ ଲୋକମାନଙ୍କ ପ୍ରତି ଯାହା ଇଚ୍ଛା ତାହା କଲେ। କିନ୍ତୁ ଯେତେବେଳେ ସେ ଦମେଶକ ଯାଉଥିଲେ, କିନ୍ତୁ ସେଇ ରାସ୍ତାରେ ଅଦ୍ଭୁତ ଘଟଣା ଘଟିଲା। ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱୟଂ ଆସିଲେ। ଏକ ଆଲୋକ ଆକାରରେ ଦେଖାଦେଲେ। ତାଙ୍କୁ ତ କିଛି ଦେଖାଗଲା ନାହିଁ, ଆଉ ସେ ଅନ୍ଧ ହୋଇଗଲେ।
ଆଉ ପାଉଲ ପଚାରୁଛନ୍ତି ପ୍ରଭୁ ତୁମେ କିଏ? ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ କ'ଣ ଉତ୍ତର ଦେଲେ? ଟିକେ ଧ୍ୟାନର ସହିତ ଆପଣ ବାଇବେଲ ପଢ଼ିଲେ ଆପଣ ଜାଣିପାରିବେ। ସେଠି ପ୍ରଭୁ ଯୀଶୁଖ୍ରୀଷ୍ଟ ଉତ୍ତର ଦେଲେ ଯେ ତୁମେ ଯାହାଙ୍କୁ ତାଡ଼ନା କରୁଅଛ ଆମେ ସେଇ ଯୀଶୁ। ପ୍ରଥମେ କହିଲେ ସାଉଲ ସାଉଲ ତୁମେ ଆମକୁ କାହିଁକି ତାଡ଼ନା କରୁଅଛ? ଆଉ ତୁମେ କିଏ ବୋଲି ଯେତେବେଳେ ସାଉଲ ପ୍ରଶ୍ନ କଲେ ସେତେବେଳେ ଯୀଶୁ କହିଥିଲେ ତୁମେ ଯାହାଙ୍କୁ ତାଡ଼ନା କରୁଅଛ ଆମ୍ଭେ ସେହି ଯୀଶୁ। ମାନେ ତାଡ଼ନା କରାଯାଉଥିଲା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଲୋକମାନଙ୍କୁ। କିନ୍ତୁ ଯୀଶୁ କାହିଁ କହିଲେ ମୋତେ ତାଡ଼ନା ହେଉଛି ବୋଲି? କାରଣ ଏଇଆ, ତାହାଙ୍କର ଲୋକମାନଙ୍କୁ ତାଡ଼ନା କରିବା ଯୀଶୁଙ୍କୁ ତାଡ଼ନା କରିବା ସହିତ ସମାନ। ଯେ ତାହାଙ୍କୁ ସ୍ପର୍ଶ କରେ ସେ ତାହାଙ୍କର ଚକ୍ଷୁର ପିତୁଳାକୁ ସେ ସ୍ପର୍ଶ କରେ। ଆଉ ଏଇଟା ହେଉଛି ନିରାଟ ସତ୍ୟ ବିଷୟ ଅଟେ। ସେଥିପାଇଁ ଏଇଭଳି ଏକ ଅଭାବନୀୟ ଘଟଣା ଘଟିଅଛି। ଏଠି ଆମେ ଦେଖିବାକୁ ପାଉଛୁ ଯେ ଜଣେ ଝିଅ ଆସୁଛି ଆଉ ଏଇ ପ୍ରଭୁଙ୍କର ଦାସ ଜଣକ ତାଙ୍କୁ ପତ୍ରିକା ଦେଉଛନ୍ତି ଆଉ ଯୀଶୁଙ୍କ ବିଷୟରେ କହୁଛନ୍ତି। ଆଉ ସେ ଝିଅଟି ମଧ୍ୟ ଗ୍ରହଣ କରିକି ଆନନ୍ଦରେ ଚାଲିଯାଉଛି। ସେକେଣ୍ଡ ଟାଇମ୍ 2 ଜଣ ଝିଅ ଆସୁଛନ୍ତି, ସେମାନଙ୍କୁ ପତ୍ରିକା ଦେଉଛନ୍ତି, ସେମାନଙ୍କୁ ଯୀଶୁଙ୍କ ବିଷୟରେ ଜଣାଉଛନ୍ତି ଆଉ ସେମାନେ ଯାଉଛନ୍ତି। ତାପରେ ଜଣେ ଭାଇ ଆସୁଛନ୍ତି ଆଉ ସେ ପଚାରୁଛନ୍ତି ଏଇଟା କ'ଣ? ସେ କହୁଛନ୍ତି ଏଇଟା ହେଉଛି ପତ୍ରିକା। ଆଉ ତାପରେ ସେ ଯେତେବେଳେ ଜାଣିବାକୁ ପାଉଛନ୍ତି ଏହା ହେଉଛି ଯୀଶୁଙ୍କର ପତ୍ରିକା, ମାନେ ଯୀଶୁଙ୍କ ବିଷୟରେ ଲେଖା ଅଛି, ତାପରେ ସେ କ'ଣ କରୁଛନ୍ତି ପତ୍ରିକାକୁ ଫିଙ୍ଗି ଦେଉଛନ୍ତି। କେବଳ ସେତିକି ନୁହେଁ, ସେ ପ୍ରଭୁଙ୍କର ଦାସ ଯିଏ ଅଛନ୍ତି, ଯିଏ ମାନେ ସୁସମାଚାର ପ୍ରଚାର କରୁଥିଲେ, ତାଙ୍କ ହାତରେ ଯେତେ ବି ପତ୍ରିକା ରହିଛି ସବୁ ପତ୍ରିକାକୁ ଫିଙ୍ଗି ଦେଉଛନ୍ତି। ସବୁ ପତ୍ରିକାକୁ ଫିଙ୍ଗି ଦେଲା ପରେ ସେତିକିରେ ତାଙ୍କ ମନ ବୁଝୁନାହିଁ, ସେ ଗୋଟେ ଧକ୍କା ଦେଉଛନ୍ତି ଆଉ ସେଠି ପ୍ରଭୁଙ୍କର ଦାସ ତଳେ ପଡ଼ିଯାଉଛନ୍ତି। କିନ୍ତୁ ଏଠି ଆମେ ଦେଖିବାକୁ ପାଇଲୁ ସେ ଭାବୁଥିଲେ ଯେ ମୋର କିଛି ହେବନି, ମୁଁ ଯାହା କରିଛି ଠିକ୍ କରିଛି। ଆଉ ଯେତେବେଳେ ସେ ଯାଉଛନ୍ତି କିଛି ଦୂରକୁ ଗଲା ପରେ ସେ ହଠାତ୍ ତାଙ୍କର ଶରୀର କ'ଣ ହେଉଛି ପୁରା ଷ୍ଟାଚୁ ହେଇଯାଉଛି ଆଉ ସିଏ ସେଇଠି ଗଳି ପଡ଼ୁଛନ୍ତି। ତାପରେ ପ୍ରଭୁଙ୍କ ଦାସ ଜଣଙ୍କୁ ଦୌଡ଼ି ଯାଉଛନ୍ତି, କ'ଣ ହେଲା କ'ଣ ନାହିଁ ସେସବୁ ବୁଝିବା ନିମନ୍ତେ। କିନ୍ତୁ ସେହି ସମୟରେ ସେ ତଳେ ପଡ଼ିଯାଇଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଏଇଥିରୁ ଆମେ କ'ଣ ଶିକ୍ଷା କଲୁ? ଏଇଥିରୁ ଆମେ ଶିକ୍ଷା କଲୁ ଆମକୁ ତାଡ଼ନା ହୁଏ, ତା ସହିତ ଯୀଶୁଙ୍କ ମଧ୍ୟ ତାଡ଼ନା ହୁଏ। ପ୍ରଭୁଙ୍କର ଲୋକମାନଙ୍କୁ ତାଡ଼ନା କରିବା ଯାହା, ଯୀଶୁଙ୍କୁ ତାଡ଼ନା କରିବା ସେଇଆ। ଏବଂ ମୋର ଯେତିକି ଏକ୍ସପିରିଏନ୍ସ ଅନୁସାରେ ମୁଁ ଆପଣଙ୍କୁ ଏହା ଜଣାଇଦେବା ପାଇଁ ଚାହେଁ ଯେ ଅନେକ ଜାଗାରେ ମୁଁ ଦେଖିଅଛି ଯେଉଁ ଜାଗାରେ ତାଡ଼ନାକାରୀମାନେ ତାଡ଼ନା କରନ୍ତି ତାଙ୍କ ଜୀବନରେ 2ଟା ବିଷୟ ଘଟେ, 2 ପ୍ରକାର ବିଷୟ ଘଟେ। 2ଟା ଯାକ ବିଷୟ ଘଟିଛି କି ନାହିଁ ମୁଁ କହିପାରିବିନି, କିନ୍ତୁ ପ୍ରଥମଟା ଘଟିଛି। ଯଦି ପ୍ରଥମଟା ନ ଘଟିଛି ଦ୍ୱିତୀୟଟା। ପ୍ରଥମଟା କ'ଣ? ଅନେକ ତାଡ଼ନାକାରୀ ଏପରି ଥିଲେ ଯେଉଁମାନେ କି ତାଡ଼ନା କରୁଥିଲେ, ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କର ଜୀବନରେ ଏମିତି ପରିବର୍ତ୍ତନ ଆସିଲା, ପ୍ରଭୁ ସେମାନଙ୍କୁ ଏମିତି ଶାସନ କଲେ, ସେମାନେ ଯୀଶୁଙ୍କୁ ସେମାନେ ଗ୍ରହଣ କଲେ ତ୍ରାଣକର୍ତ୍ତା ଭାବରେ। ଏଇଟା ହେଉଛି ନମ୍ବର 1। 2 ନମ୍ବର ପଏଣ୍ଟ ହେଉଛି ଏମିତି ବି ଘଟିଛି ଆଉ ତାଡ଼ନାକାରୀମାନେ ତାଡ଼ନା କରିକି ପଳାଇବେ ଏବଂ ପ୍ରଭୁଙ୍କର ଦଣ୍ଡ ଏମିତି ଆସିଛି ସେମାନେ ଏ ଦୁନିଆ ଛାଡ଼ିକି ଚାଲିଯିବା ପାଇଁ ବାଧ୍ୟ ହୋଇଛନ୍ତି, କିମ୍ବା କମ୍ ସେ କମ୍ ସେମାନଙ୍କର ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଆଘାତ ହୋଇଅଛି, ମାନେ ଆକ୍ସିଡେଣ୍ଟ ଦ୍ୱାରା ହେଉ, ଯେକୌଣସି ଦ୍ୱାରା ହେଉ
ତାଙ୍କ ଶରୀରରେ ଭୟଙ୍କର ରୂପେ ଆଘାତ ହେଇଛି। ଏମିତି ବିଷୟ ବି ଉଦାହରଣ ରହିଅଛି। ତେବେ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଆନ୍ତରିକ ନମସ୍କାର। ଯଦି ଭିଡ଼ିଓ ଭଲ ଲାଗିଥାଏ ତେବେ ସେୟାର କରନ୍ତୁ। ଧନ୍ୟବାଦ।